କ'ଣ ଆପଣ କେବେ ଏମିତି ଛତୁ ତରକାରୀ ଖାଇଛନ୍ତି କି? ଯଦି ଖାଇନାହାନ୍ତି ତ ଆଜି ହିଁ ଦେଖି ନିଅନ୍ତୁ ଆଉ ଆଜି ହିଁ ଜାଣି ନିଅନ୍ତୁ। ନାଇଁ ଆପଣଙ୍କୁ ଛତୁ ତରକାରୀ ଲାଗିବ, ନାଇଁ ଆପଣଙ୍କୁ ଛତୁ ଚିଲି ଲାଗିବ, ନାଇଁ ଏ ଛତୁ ଆପଣଙ୍କୁ ଗ୍ରେଭି ଲାଗିବ। ଏହାର ଟେଷ୍ଟ ତିନି ପ୍ରକାର। ଯେମିତିକି ଆପଣ ତରକାରୀ ଖାଇଲେ ଲାଗେ, ଚିଲି ଖାଇଲେ ଲାଗେ, ତାହା ସହିତ ଛତୁର ଯେକୌଣସି ମସଲା ବାଲା ଆଇଟମ ଖାଇଲେ ଲାଗେ, ଠିକ୍ ଏହିପରି ଭାବରେ ଲାଗିବ। ବହୁତ ସିମ୍ପଲ। ନା ଆପଣଙ୍କୁ ଏହାକୁ ଛାଣିବାର ଅଛି, ନା ଆପଣଙ୍କୁ ୟାକୁ କର୍ନଫ୍ଲୋର ଦେଇକି ଭାଜିବାର ଅଛି। ବହୁତ କମ ଟାଇମରେ ବହୁତ ଜଲ୍ଦି ଏଇ ଛତୁ ତରକାରୀଟି ହେଇଯାଇଥାଏ। ଆପଣ ନିଜେ ଜାଣିଲେ ବି ଆଶ୍ଚର୍ଯ୍ୟ ହେଇଯିବେ। କେବଳରୁ କେବଳ 10 ମିନିଟ ବି ଲାଗିନଥାଏ, ବହୁତ ଜଲ୍ଦି ହେଇଯାଇଥାଏ। ଆଉ ୟାକୁ ଖାଇବାରେ ମଧ୍ୟ ବହୁତ ଚଟପଟା ଆଉ ମଜା ଲାଗିଥାଏ। ବିନା ସସରେ ଆଜି ଆମେ ବନେଇବା ଛତୁର ଏହି ଆଇଟମଟି। ତ ଚାଲନ୍ତୁ ଫ୍ରେଣ୍ଡ, ଡେରି ନ କରି ଆରମ୍ଭ କରିଦବା। ପ୍ରଥମେ ମୁଁ ଏଇଠି ନେଇଯାଇଛି କଡେଇରେ ସୋରିଷ ତେଲ। ସୋରିଷ ତେଲ ଏଠି ଗରମ ହେଇଗଲାଣି। ଏଇଠି ଆମେ ବଟମ ଛତୁ ନେଇଛୁ। ଆପଣ ଚାହିଁଲେ ଫ୍ରେଣ୍ଡ ଯେକୌଣସି ଛତୁ ଆପଣ ଖାଆନ୍ତି ସେଇ ଛତୁ ୟୁଜ କରିପାରିବେ। ବହୁତ ବଡ ବଡ ଆମେ ତାକୁ 2 ରୁ 3 ଥର ଧୋଇ ଦେଇଛୁ। ଧୋଇକି ୟାକୁ ଆମେ ଡାଇରେକ୍ଟ ପାଣିରୁ ଛାଣିକି କଡେଇରେ ଦଉଛୁ। ଟିକେ ଏଠି ଫ୍ରେଣ୍ଡ ଆମେ ଏଠି ଦେଇଦବା ହଳଦୀ ଗୁଣ୍ଡ। 1 ଚାମଚ ହଳଦୀ ଗୁଣ୍ଡ ଦେଇଦବା, ତାକି ୟାର କଲରଟା ବହୁତ ବଢିଆ ଆସିବ ବୋଲି। ଦେଖନ୍ତୁ ଫ୍ରେଣ୍ଡ, ଆଜି ଆମେ ଚୁଲିରେ ବନଉଛେ, ଯୋଉଟା କି ମତେ ଜଣଙ୍କର ରିକ୍ୱେଷ୍ଟ ଆସିଥିଲା ଚୁଲିରେ କିଛିଟା ରୋଷେଇ କରିକି ଦେଖାନ୍ତୁ। ଆପଣଙ୍କର ଫରମାଇଶ ଅନୁସାରେ ମୁଁ ଏଇଠି ଆଣି ଆସିଛି ଚୁଲିରେ ଛତୁ ତରକାରୀ। କେମିତି ବନେଇବା ଦେଖି ନିଅନ୍ତୁ। ବହୁତ ସୁଆଦିଆ, ବହୁତ ଟେଷ୍ଟ। ଆପଣ ଗ୍ୟାସରେ ବନେଇଲେ ଯେତେ ଟେଷ୍ଟ ଲାଗେନି, ଚୁଲିରେ ବନେଇଲେ ସେତେ ଟେଷ୍ଟ ଲାଗେ। ଦେଖନ୍ତୁ ପୁରା ଛତୁରୁ ଯେତକ ଏକ୍ସେସ ପାଣି ଥିଲା, ପାଣି ସବୁ ବାହାରି ଗଲାନି। ବହୁତ ବଢିଆ ଭାବରେ ପାଣି ବାହାରି ଯାଉଛି ଆଉ ପାଣି ମରି ମରିକା ମଧ୍ୟ ଯାଉଛି। ଏଇ ଟାଇମରେ ଚୁଲି ନା ବେଶୀ ନିଆଁ ଅଧିକ ଅଛି ନା କମ ଅଛି, ମିଡିୟମ ଫ୍ଲେମରେ ଅଛି ଚୁଲି, ମାନେ ହୁଟୁ ହୁଟୁ ହେଇକି ଝୁଲୁଛି। ଦେଖନ୍ତୁ ଫ୍ରେଣ୍ଡ, ଏହିପରି ଭାବରେ ଆମେ ଦେଇଦେଲେ ଛତୁରୁ ସବୁତକ ପାଣି ମରିଗଲା। ମରିଗଲା ପରେ ଏଇଠି ଆମେ ଦେଇଦେଇଛେ ଗୋଟିଏ ବଡ କ୍ୟାପସିକମ। ଦେଖନ୍ତୁ ଫ୍ରେଣ୍ଡ, ଯଦି ଆପଣଙ୍କ ପାଖରେ କ୍ୟାପସିକମ ନାହିଁ କିମ୍ବା ଆପଣଙ୍କୁ ପସନ୍ଦ ନୁହଁ ତ ଆପଣ ସ୍କିପ୍ ମଧ୍ୟ କରିପାରିବେ। ଯଦି ପସନ୍ଦ ତ ନିହାତି ଭାବରେ ଫ୍ରେଣ୍ଡ ଏଇଠି କ୍ୟାପସିକମ ୟୁଜ କରନ୍ତୁ, ତାକି ଆମର ଚିଲି ଆଇଟମ ପରିକା এই ଛତୁଟି ବହୁତ ବଢିଆ ଭାବରେ ଲାଗିବ। ଦେଖନ୍ତୁ ଫ୍ରେଣ୍ଡ, ଏଇଠି ମୁଁ ନେଇଯାଇଛି କ୍ୟାପସିକମ। କ୍ୟାପସିକମକୁ ବହୁତ ବଢିଆ ଭାବରେ ଛତୁ ସହିତ ମିଶେଇକି ଭାଜି ଦେଇଛି। ଏହିପରି ଭାବରେ ଫ୍ରେଣ୍ଡ ଆପଣଙ୍କୁ ଭାଜି ଦେବାର ଅଛି। ଆପଣଙ୍କୁ ଏଠି ଧ୍ୟାନ ଦେବାର ଅଛି, ଆଞ୍ଚ ଏଠି ଆପଣଙ୍କୁ କମ ରଖିବାର ଅଛି, ବେଶୀ ଆଞ୍ଚ ଏଠି ଦେବେନି। ଯେତିକି ଆପଣଙ୍କୁ ଦେଖାଯାଉଛି ଏଇଠି ସ୍କ୍ରିନରେ ସେତିକି ଭାବରେ ଆପଣ ଆଞ୍ଚ ଏଠି ଦେବେ। ଆପଣ ଚାହିଁଲେ ଫ୍ରେଣ୍ଡ ୟାକୁ ଗ୍ୟାସରେ ମଧ୍ୟ କରିପାରିବେ, କିମ୍ବା ଯେକୌଣସି ଜିନିଷରେ ଆପଣ କରୁଛନ୍ତି କରିପାରିବେ। ମୁଁ ଏଇଟା ଆପଣଙ୍କୁ ଚୁଲିରେ କରିକି ଦେଖେଇଛି ଆଜି, ତ ଆପଣ ଯେକୌଣସି ଜିନିଷରେ ଚାହିଁଲେ ସେଇଠି ମଧ୍ୟ ବନେଇ ପାରିବେ। ଦେଖନ୍ତୁ ଫ୍ରେଣ୍ଡ, ଏତିକି ଆପଣଙ୍କୁ ଏଇଠି ଦେଇଦେବାର ଅଛି। ଏହା ପରେ ଆମେ ଯୋଉତକ ସବୁ ଭାଜି ରଖିଥିଲେ କ୍ୟାପସିକମ ଆଉ ଏଠି ଛତୁ, ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ଭାବରେ କଲର ଚେଞ୍ଜ ହେଇଯାଇଛି ଆଉ ଟିକେ ମଧ୍ୟ ଏଠି ଆମର ସଫ୍ଟ ହେଇ ଯାଇଛି। ଏହିପରି ଭାବରେ ଆପଣଙ୍କୁ ବାହାର କରିଦେବାର ଅଛି। ଆଉ ଫ୍ରେଣ୍ଡ ଆପଣ ଏଠି ଧ୍ୟାନ ଦେବେ କ୍ୟାପସିକମରେ ଏହିପରି ଭାବରେ ଟିକେ ବଡ ବଡ କାଟିବେ, ଯେପରି ଭାବରେ ଆପଣଙ୍କୁ ଏଠି ଦେଖାଯାଇଛି ଠିକ ଏହିପରି ଭାବରେ ଆପଣଙ୍କୁ ଏଠି କାଟିଦେବାର ଅଛି। ये देखते फ्रेंड, मुझे कैप्सिकम को आउ एटी छतु को सब तक एटी बाहर करदेले। से मुझे सोरिष तेल, से चीनी। चीनी देखिए पाते फ्रेंड, आम यही देचे ताकि आम चीनी टा कलर आसो, टेस्ट भल लगे। आम ये पिज फ्रेंड, देखिए पाते पिज को ये पूरा पांकुड़ा पांकुड़ा बड़ बड़ पीस कर काटिकी पाकुड़ा पाकुड़ा खोली दि जाए। ठीक यही फ्रेंड ताको आम तेल भाजीदबा ताकि आम पिजटा टिके सफ्ट हो। फ्रेंड आपण मैंने जानते आप सिक्रेट फूडी चैनल को, सिक्रेट टिप्स ट्रिक विथ अनलिमिटेड बोनस पॉइंट सहित भरपूर मात्रा आपको टिप्स और ट्रिक मिली थाए। देखो फ्रेंड, कथार कथार ये आम पकई देजे अदार छेचा। अदा को आम छेची देचे, छेचिकी आम ये अदार छेचा पकई देजे। पकईकि बहुत बड़ा भाव आम ये भाजी दबा। ये देखो फ्रेंड, ये भाव में आम अदा छेचा को भाजी दबा। ये भाव फ्रेंड, आप जानते फ्रेंड जेकोसी जिनस जदि टमाटो न पकेबा तो तार स्वाद ही अलग हो जाए। तेणुक फ्रेंड ये आम ये गोटे टमाटो लंबा लंबा करके काटिकी नहीं जाए, जो भाव में आपको स्क्रीन सामने ठीक से भाव में गोटे टमाटो लंबा लंबा काटिकी मंजी सहित निआई। आप देखिए निजे कन्फ्यूज हे ये चिली ना ये तरकारी। देखो फ्रेंड, ये भाव में करूँ टिके ये लुण, टिके ये हलदी गुंड। फ्रेंड ये हलदी गुंड 1/2 चामच पकाई, लुण आपंकर ये स्वाद अनुसार पकाई। जेहेतु आम प्रथम पकई नी तो ये मसला कषा द्वारा
या सहित लुण ଆଉ ହଳଦୀ ଗୁଣ୍ଡ ବହୁତ ବଢ଼ିଆ ଭାବରେ ଦେଇଦେଇଛେ। ଦେଖନ୍ତୁ ଫ୍ରେଣ୍ଡ ଆପଣ ସିକ୍ରେଟ ଫୁଡି ଚ୍ୟାନେଲକୁ ଆସିଛନ୍ତି। ସିକ୍ରେଟ ଫୁଡି ଚ୍ୟାନେଲ ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ଏହିପରି ଭାବରେ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଏଇଠି ନେଇଯାଇଛି ଫ୍ରେଣ୍ଡ ମୁଁ ଏଠି ଜିରା ଗୁଣ୍ଡ ଏଇଠି ଅଧ ଚାମଚ ଦିଆହେଇଛି। ଆଉ ଏଇଠି ନେଇଯାଇଛି ଲଙ୍କା ଗୁଣ୍ଡ ମଧ୍ୟ ଅଧ ଚାମଚ ଦେଇକି ଏଇଠି ଚିକେନ ମସଲା ମଧ୍ୟ ଅଧ ଚାମଚ ଦିଆହେଇଛି। ଯଦି ଆପଣଙ୍କ ଘରେ ଚିକେନ ମସଲା ନାହିଁ ତ ଆପଣ ଏଠି ସ୍କିପ୍ କରିପାରିବେ, କାହିଁକି ନା ଆମେ ଏଠି ଧନିଆ ଗୁଣ୍ଡ ଦେଇଛି, କିମ୍ବା ଆପଣ ଚାହିଁଲେ ଯେକୌଣସି ଭେଜିଟେବଲ ମସଲା କିମ୍ବା ମସରୁମ ମସଲା ମଧ୍ୟ ଏଠି ଆଡ୍ କରିପାରିବେ। ଅଧିକ ବାସ୍ନା ଆସିବା ପାଇଁ ଆପଣ ଚାହିଁଲେ ଏଇଠି ଯେକୌଣସି ମସଲା ଅଛି ସେଇଟା ୟୁଜ କରନ୍ତୁ, ଭଲ ବାସ୍ନା ଆସିଯାଇଥାଏ। ଆଉ ଏଇଠି ଆମେ ନେଇଯାଇଛି ଲଙ୍କାକୁ ବହୁତ ବଢ଼ିଆ ଭାବରେ ଏଇଠି ଆମେ ପକେଇ ଦେଇଛି। ଆପଣଙ୍କ ସ୍ୱାଦ ଅନୁସାରେ ଆପଣ ଏଠି ଲଙ୍କା ଗୁଣ୍ଡ ପକେଇ ପାରିବେ। ଏଠି କେତେ ରାଗ ଖାଇବାକୁ ପସନ୍ଦ କରୁଛନ୍ତି ଆପଣ ସେ ଅନୁସାରେ ଲଙ୍କାଗୁଣ୍ଡ ପକେଇ ପାରିବେ। ଆପଣ ଚାହିଁଲେ ଫ୍ରେଣ୍ଡ ଲଙ୍କାଗୁଣ୍ଡ ବଦଳରେ ଏଠି ଆପଣ ଲଙ୍କାକୁ ଚିରିକି ବି ମଧ୍ୟ ପକେଇ ପାରିବେ। 5ରୁ 6ଟି ଲଙ୍କାକୁ ମଝିରେ ଚିରି ଦିଅନ୍ତୁ, ପକାନ୍ତୁ। ଠିକ ସେମ୍ ଚିଲି ଆଇଟମ ପରିକା ଲାଗିବ ଆଉ ତରକାରୀ ପରିକା ଲାଗିବ। ଦୁଇଟା ଯାକ ଆପଣଙ୍କୁ ଏଇ ଗୋଟେ ଇଏରେ ଫ୍ଲେଭରରେ ମିଳିଯିବ। ଦେଖନ୍ତୁ ଫ୍ରେଣ୍ଡ ଏହିପରି ଭାବରେ ଆମେ ଟିକେ ବହୁତ ବଢ଼ିଆ ଭାବରେ ଭାଜିଦେବା ସବୁତକ ପକେଇକି। ଟିକେ ଏଇଠି ଆମେ ନେଇଯାଇଛେ ପାଣି। ଏଇଠି ଆମେ କମ ସେ କମ ଫ୍ରେଣ୍ଡ ଅଧ ଗ୍ଲାସ ହବ ପାଣି ନେଇଛେ। ପାଣି ଦେଇକି ଟିକେ ବହୁତ ବଢ଼ିଆ ଭାବରେ ଘାଣ୍ଟି ଦେବା। ଆଉ ଆପଣ ଜାଣିଛନ୍ତି ଫ୍ରେଣ୍ଡ ସିକ୍ରେଟ ଫୁଡି ଚ୍ୟାନେଲରେ ଏତେ ଅନଲିମିଟେଡ ବୋନସ ପାଣି ମିଳେ, ତା ସହିତ ଟ୍ରିକ୍ସ ମିଳେ, ଆପଣ ଦେଖିଲେ ବି ନିଜେ ଆଶ୍ଚର୍ଯ୍ୟ ହେଇଯିବେ। ଯଦି ଆପଣ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ଦେଖିନାହାନ୍ତି ନିହାତି ଭାବରେ ଯାଇକି ଭିଜିଟ୍ କରନ୍ତୁ, ତାକି ଆପଣଙ୍କୁ ବହୁତ ସାରା ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ମଧ୍ୟ ମିଳିଯାଇଛି। ଦେଖନ୍ତୁ ଫ୍ରେଣ୍ଡ ଏଇଠି ମୁଁ ନେଇଯାଇଛି ହାଫ ଚାମଚ କର୍ଣ୍ଣଫ୍ଲୋରରେ ଗୋଟେ ଛୋଟ ବାଲା କପରେ ପାଣି ଦେଇକି ବହୁତ ବଢ଼ିଆ ଭାବରେ ଘାଣ୍ଟି ଦିଆହେଇଛି। ଘାଣ୍ଟିକି ତାକୁ ଆମେ ଏଇଠି ପକେଇଲେ ଛତୁରେ ପକେଇବା ଦ୍ୱାରା କଣ ହେଇଥାଏ, ଆମର ଛତୁର ଗ୍ରେଭିଟା ବହଳିଆ ହେଇଯାଇଥାଏ, ଯାହାଦ୍ୱାରା ଆମକୁ ବେଶୀ ଟାଇମ ଏଇଠି ଛତୁକୁ ରଖିବାକୁ ପଡ଼ିନଥାଏ ଚୁଲିରେ। ବହୁତ ବଢ଼ିଆ ଭାବରେ ଏଇଠି ଆମର ହେଇଗଲାଣି ଛତୁଟା ଗାଢ଼। ଇଏ ଦେଖିପାରୁଥିବେ ବେଶୀ ଟାଇମ ଏଇଠି ଆମେ ପକେଇବାନି। ଆଉ ଆପଣଙ୍କୁ ଧ୍ୟାନ ଦେବାର ଅଛି କର୍ଣ୍ଣଫ୍ଲୋର ପକେଇବା ପରେ ଟିକେ ଆପଣ ଚଲେଇବେ, ନହେଲେ ସେ ସାଙ୍ଗେ ସାଙ୍ଗେ ତୁରନ୍ତ ହିଁ ଗାଢ଼ା ହେଇଯାଏ, ସମୟ ନିଏନି, ଗାଢ଼ା ହେଇଯାଏ। କଡ଼େଇରେ ଲାଗିଯିବାର ମଧ୍ୟ ସମ୍ଭାବନା ଥାଏ। ଯଦି ଆପଣ ଏଇଠି ଗ୍ୟାସରେ କରୁଛନ୍ତି ତ ଧ୍ୟାନ ଦେବେ ତ ଲୋ ଫ୍ଲେମ୍ ଦେଇକି କରିବେ। ଯଦି ଆପଣ ଚୁଲିରେ କରୁଛନ୍ତି ତ କମ ଆଞ୍ଚ ଦେଇକି କରିବେ, ଯେମିତି ଆପଣଙ୍କୁ ସ୍କ୍ରିନରେ ଦେଖାଯାଉଛି। ଏହିପରି ଭାବରେ କରିକି କରନ୍ତୁ, ଖାଇବା ବହୁତ ଟେଷ୍ଟ ଲାଗିଥାଏ। ଯଦି ଆପଣ ଏହିପରି ଭାବରେ ଥରେ ବନେଇଲେ ତ ବାରମ୍ବାର ବନେଇବେ, ଆଉ ଘରେ ସମସ୍ତେ କନଫ୍ୟୁଜ ବି ହେବେ। ବିନା ସସ୍ରେ, ବିନା ସୋୟା, ବିନା ଡାର୍କ ସସ୍, ବିନା ଚିଲି ଟମାଟୋ ସସ୍ରେ କେମିତି ଆପଣ ବନେଇଦେଲେ ଏଇଠି ଚିଲି ମସରୁମ। କିନ୍ତୁ ଏଇଟା ଆମର ଚିଲି ମସରୁମ ନୁହଁ, ଆମର ଏଇଟା ତରକାରୀ ନୁହଁ, ଏଇଟା ହଉଛି ଦୁଇଟା ଯାକର ମିଶ୍ରଣ, ଯୋଉଟା କେହି ବି ଜାଣିପାରିନଥାନ୍ତେ। ନିଜେ ଥରେ ବନାନ୍ତୁ, ଖାଆନ୍ତୁ, କେମିତି ଲାଗୁଛି ମୋତେ କମେଣ୍ଟରେ ଜଣାନ୍ତୁ। ଯଦି ଭଲ ଲାଗିଲା ତ ପ୍ଲିଜ ଗୋଟେ ଲାଇକ୍ ସହିତ ଗୋଟେ କମେଣ୍ଟ ସେୟାର ସବସ୍କ୍ରାଇବ କରିଦେବେ। କେମିତି ଲାଗିଲା ଆଉ ଯଦି ଭଲ ଲାଗିଲା ଆପଣ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ। ଥ୍ୟାଙ୍କ ୟୁ ଫର ୱାଚିଂ।